ମୋ ପୃଥିବୀର ଆଉ ଗୋଟେ ସୁନ୍ଦର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଅଭିନନ୍ଦନ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ଆଣିଛି ନବରସ ପାନ। ଆପଣମାନେ ଭାବୁଥିବେ ଯେ ଓଡ଼ିଆରେ ଗୋଟେ କଥା ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଥିରି ଥିରି କରି ଟାଣେ ପଇସା। ଆଉ ପାନ ତ ଖରାପ ବୋଲି ସମସ୍ତେ କହନ୍ତି, ତ ଆମେ ପାନ କାହିଁକି ଖାଇବା? କିନ୍ତୁ ଏଇ ଯେଉଁ ନବରସ ପାନ ବିଷୟରେ ମୁଁ ଆପଣମାନଙ୍କ ପାଇଁ କହିବା ପାଇଁ ଚାହୁଁଛି। ଏଇ ପାନ ଆପଣଙ୍କର ଦେହ କେତେବେଳେ ବି ଖରାପ କରିବନି, ବରଂ ଆପଣଙ୍କୁ ହଜମ କ୍ରିୟାରେ ବହୁତ ସାହାଯ୍ୟ କରିବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ମୁଁ 9 ପ୍ରକାର ଜିନିଷ ସେଥିରେ ନେଇଛି। ଚୂନ, ଜୁଆଣି, ପାନମଧୁରୀ, ଜିରା, ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଗୁଡ଼ ଆଉ ଅଦା। ତ ଏଇସବୁ ସମ୍ପର୍କରେ ତ ଆପଣ ସମସ୍ତେ ଆମ ରୋଷେଇ ଘରେ ଏଗୁଡ଼ା ସବୁ ନିଶ୍ଚିତ ଭାବରେ ମିଳିଯାଉଛି। ଆପଣ କ'ଣ କରିବେ ନା ପାନପତ୍ରଟିକୁ ବଜାରରୁ କିଣନ୍ତୁ ବା ନିଜ ବାଡ଼ି ବଗିଚାରେ କୁଣ୍ଡରେ ଲଗାଇଲେ ମଧ୍ୟ ସୁନ୍ଦର ଭାବରେ ସେ ଗଛ ହେବ। ତାକୁ ଜମା ବି ପରିଶ୍ରମ ଦରକାର ନାହିଁ। ଆପଣ ସେ ପାନ ଦେହରେ ପ୍ରଥମେ କ'ଣ କରିବେ ନା ଟିକେ ଚୂନ ଲଗାଇ ନେବେ। ଏ ଦେଖନ୍ତୁ ମୁଁ ଦେଉଛି, ପକାଇଛି ସବୁ। ଦେଖନ୍ତୁ ଏସବୁ ଜିନିଷ ଯେଉଁଗୁଡ଼ା କହିଲି, ଚୂନ, ଜୁଆଣି, ପାନମଧୁରୀ, ଜିରା, ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଗୁଡ଼ ଆଉ ଛୋଟ ଖଣ୍ଡେ ଅଦା। ଦେଖନ୍ତୁ ଏଇଟା ହେଉଛି, ତ ଆପଣ ଜାଣିପାରୁଥିବେ, ଏଇଟା ତ ଚିହ୍ନି ପାରୁଛନ୍ତି, ଆପଣଙ୍କର ଏଇଟା ଗ୍ରୀନ୍ ଅଳେଇଚ ଅଛି। ଏଥିରେ ଦେଖନ୍ତୁ ମୁଁ ପକାଉଛି। ତାପରେ ଆପଣଙ୍କର ଏଥିରେ ମୁଁ ପକାଇ ସାରିଛି, ଲବଙ୍ଗ ପକାଇ ସାରିଛି, ଜୁଆଣି ପକାଇ ସାରିଛି, ପାନମଧୁରୀ ପକାଇ ସାରିଛି, ଜିରା ମଧ୍ୟ ପକାଇ ସାରିଛି। ଚୂନ ଆପଣମାନେ ସମସ୍ତେ ଜାଣିଥିବେ, କ୍ୟାଲସିୟମ୍ ଜିନିଷ ସେଇଟା ଆମର ହାଡ଼କୁ ଶକ୍ତ କରିବାରେ ସାହାଯ୍ୟ କରେ। ଆଉ ସେଥିରେ ଯେଉଁ ମୁଁ ପକାଇଛି, ଆପଣ ଦେଖନ୍ତୁ, ମୁଁ ଏଥିରେ ବର୍ତ୍ତମାନ ପକାଇଲି ଜିରା ହଜମ କ୍ରିୟାରେ ସାହାଯ୍ୟ କରେ ଆଉ ୱେଟ୍ ଲସ୍ କରେ। ଆପଣମାନେ ସମସ୍ତେ ଜାଣିଥିବେ ଇମ୍ୟୁନିଟି ବୁଷ୍ଟ କରେ ହେଉଛି ଜିରା। ତେଣୁ ସେଥିରେ ମୁଁ ଅଳ୍ପ ଟିକେ ଜିରା ନେଇଛି। ଏ ଦେଖନ୍ତୁ ଲବଙ୍ଗ ମୁଁ ପକାଇଲି। ଲବଙ୍ଗ ଦାନ୍ତକୁ ଶକ୍ତ କରିବାରେ ସାହାଯ୍ୟ କରେ, ଏଇଟା ଆମେ ସମସ୍ତେ ଜାଣିଛୁ। ସେଇଟା ମଧ୍ୟ ଆମ ଦେହ ପାଇଁ ବହୁତ ଉପକାର। ତାପରେ ମୁଁ ଦେଖନ୍ତୁ କେମିତି ଭାବରେ ଚୂନ ଗୁଡ଼ାକ ଲେପ କରି ନେଇଛି, ଅଦା ପକାଇଛି। ଆଉ ଏଥିରେ ଦେଖନ୍ତୁ ମୁଁ କହିଦେଇ ସାରିଛି ଆପଣଙ୍କୁ ଜୁଆଣି ସମ୍ପର୍କରେ। ଜୁଆଣିର କ'ଣ କାମ ଅଛି ନା ସମସ୍ତେ ଜାଣିଛନ୍ତି। ଜୁଆଣି ଆମେ ଖାଇବା ଦ୍ୱାରା ହଜମ କ୍ରିୟା ଠିକ୍ଠାକ୍ ହୁଏ, ଓଜନ କମେଇ ଦିଏ, ଥଣ୍ଡା, କାଶ, ପେଟ ଦରଜ ପାଇଁ ମଧ୍ୟ ଜୁଆଣି ବହୁତ ଉପକାର। ଏଥିରେ ଦେଖନ୍ତୁ ପାନମଧୁରୀ ମଧ୍ୟ ମୁଁ ପକାଇଲି, ଯେଉଁଟାକି ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିବ। ଆପଣ ଚିମୁଟାଏ ପାନମଧୁରୀ ଗୋଟେ ପାନ ପାଇଁ ଆପଣ ନେଇପାରିବେ। ତାପରେ ଦେଖନ୍ତୁ ଖଣ୍ଡ ଅଦାଟେ ମୁଁ ପକାଇଲି। ଅଦା ମଧ୍ୟ ଆମ ହଜମ କ୍ରିୟାରେ ସାହାଯ୍ୟ କରେ ବୋଲି ଆମ ପୂର୍ବପୁରୁଷମାନେ ତାକୁ ଆମ ଖାଦ୍ୟରେ ସାମିଲ କରିଥିଲେ। ଏ ଯେଉଁ ଚୂନଟି ନେବେ ନା, ସେଇ ଚୂନଟିକି ଆପଣ ଗୋଟେ ଗହମ ଦାନା, ଛୋଟ ଗହମ ଦାନା ଆକାରର ନେବେ। ବେଶୀ ବଡ଼ ନେବେନି, ବେଶୀ ବଡ଼ ନେଲେ ସେଥିରେ ଦେହ ପାଇଁ ଖରାପ ହେଇଥାଇପାରେ। ଏ ଦେଖନ୍ତୁ ଚୂନ, ଆଉ ତାକୁ ଆପଣ ଗହମ ଦାନା ଆକାର ନେଇକି ତାକୁ ତା ଦେହରେ ଭଲ କି ଲଗାଇ ଦେବେ। ଆଉ ଯେମିତି ଦେଖିବେ ଚୂନ ପାନ ପତ୍ରର ଦେହରେ ସମ୍ପୂର୍ଣ୍ଣ ଭାବରେ ଭଲ କି ଲାଗିଯିବ। ଆପଣ ଦେଖିଥିବେ ପାନ ଖାଇଲେ, ନୂଆ ଯେଉଁମାନେ ପାନ ଖାଆନ୍ତି ସେମାନଙ୍କର କଳ କାଟିଦିଏ। ଆଉ କଳ କାଟିଦେଲେ ସେ ଅନେକ ଲୋକ ପାନ ଖାଇବା ପାଇଁ ବାହାରନ୍ତିନି। କିନ୍ତୁ ଆପଣ ଚୂନଟାକୁ ଏମିତି ପାନ ଦେହରେ ଭଲ କରି ଘଷି ମିଶାଇ ଦେବେ, ଯାହାଫଳରେ ସେ ପାନଟା ଖାଇଲେ ଆପଣଙ୍କୁ କଳ କେତେବେଳେ ହେଲେ କାଟିବ ନାହିଁ। ଆପଣ ପରୀକ୍ଷା କରିକି ଦେଖିବେ, ନିଶ୍ଚିତ ଭାବରେ କଳ ଆଦୌ ସେତେବେଳେ ଆଉ ସେ କାଟିବ ନାହିଁ। ତ ଆଉ ଏଥିରେ ମୁଁ ଆପଣଙ୍କୁ ଦେଇଛି ଗୋଲମରିଚ ଗୋଟେ ଦେଇଛି। ଗୋଲମରିଚର କାମ ମଧ୍ୟ ଆପଣ ଜାଣିଛନ୍ତି, ଏଇଟା ହଜମ କ୍ରିୟାକୁ ପାଚନ କ୍ରିୟାରେ ସାହାଯ୍ୟ କରେ, ମେଟାବଲିଜିମ୍ ବୁଷ୍ଟ କରେ। ଆଉ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ, ମୁଁ ସେଥିରେ କିଛି ଖଣ୍ଡ ଗୁଡ଼ ମଧ୍ୟ ପକାଇଲି। ଗୁଡ଼ଟି ହେଉଛି ପ୍ରାକୃତିକ ମିଠା, ସେଇଟା ଦେହ ପାଇଁ କିଛି କ୍ଷତି କରେନି, ସୁଗାର ରୋଗୀ ମଧ୍ୟ ଖାଇପାରିବେ। ଆଉ ଏଇଟା ପାଚନରେ ମଧ୍ୟ ସୁଧାର ଆଣେ। ଆପଣ ଗୋଟେ ବୁଟ ଦାନା ଆକାରରେ ଗୋଟେ ଗୁଡ଼ ଆପଣ ନିଶ୍ଚିତ ଭାବରେ ନେବେ ଏବଂ ଏ ସମସ୍ତ ଜିନିଷକୁ ପକାଇ ଆପଣ ଗୋଟେ ସୁନ୍ଦର ନବରସ ପାନ ତିଆରି କରନ୍ତୁ। ଆଉ ଦେଖନ୍ତୁ ଗୁଡ଼